ନୂତନ ରାଧାଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଉତ୍ସବ ମୁଖର ହୋଇଉଠିଛି ଗାଁ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ମାକେଡ଼ିଆ ପଞ୍ଚାୟତର କୁଅଁରପୁର ଗାଁରେ ନୂତନ ରାଧାଗୋବିନ୍ଦ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 400 ବର୍ଷର ପୁରୁଣା ମନ୍ଦିରର ପୁନରୁଦ୍ଧାର ସହିତ ପ୍ରତିଷ୍ଠା ଉତ୍ସବରେ ଉତ୍ସବ ମୁଖର ହୋଇଉଠିଛି କୁଅଁରପୁର ଗାଁ। ସକାଳେ 108 କଳସ ସହିତ ବିଭିନ୍ନ ବାଦ୍ୟଯନ୍ତ୍ରକୁ ନେଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମନ୍ଦିର ପ୍ରାଙ୍ଗଣରୁ ବାହାରି କୁଅଁରପୁର ଗାଁ ପରିକ୍ରମା କରି ସୁବର୍ଣ୍ଣରେଖା ନଦୀରୁ ପାଣି ନେଇ ପୁଣି ମନ୍ଦିର ନିକଟରେ ପହଞ୍ଚିଥିଲେ। ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ହରେ କୃଷ୍ଣ ହରେ ରାମରେ କମ୍ପୁଥିଲା ଗାଁ। ସୁବର୍ଣ୍ଣରେଖା ନଦୀଗର୍ଭରୁ ଗୋବିନ୍ଦଙ୍କୁ ପାଇଥିଲେ ଗ୍ରାମବାସୀ ଓ ଦୀର୍ଘ ବର୍ଷ ପରେ ଗ୍ରାମବାସୀଙ୍କୁ ସ୍ୱପ୍ନାଗତ ହେବାରୁ ଆସିଥିଲେ ରାଧା ଏବଂ ପାଳବଂଶୀୟ ଦାନ ଜାଗା ଉପରେ ନିର୍ମିତ ହୋଇଅଛି ନୂତନ ରାଧାଗୋବିନ୍ଦ ମନ୍ଦିର। ଗଦାଧର ପତିଙ୍କ ବଂଶାନୁକ୍ରମେ 7 ପୁରୁଷ ଧରି ପୂଜା କରି ଆସୁଛନ୍ତି। ରାଧାଗୋବିନ୍ଦଙ୍କ ପାଖରେ ଯେଉଁ ଭକ୍ତ ଭକ୍ତି ଭାବରେ କାର୍ଯ୍ୟ ଆବେଦନ କରେ ତାହାର କାର୍ଯ୍ୟସିଦ୍ଧି ହୁଏ ବୋଲି ପୂଜକ ପୁଲିନକାନ୍ତ ପତି କହିଛନ୍ତି। ସକାଳ 11 ଘଟିକାରେ 7 ଜଣ ପୁରୋହିତଙ୍କୁ ନେଇ ଆରମ୍ଭ ହୋଇଥିଲା ଗୀତା ଯଜ୍ଞ। ପୁଲିନକାନ୍ତ ପତି, ନନୀଗୋପାଳ ମିଶ୍ର, ସଞ୍ଜୟ କୁମାର ଦାସ, ସପନ କୁମାର ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ସମୀର କୁମାର ଘଡ଼େଇ, ନବକୁମାର ପାଳ, ବଳରାମ ପାଳ ଓ ଅନନ୍ତ କୁମାର ପାଳଙ୍କ ସହିତ ତାଙ୍କର ସହପତ୍ନୀମାନେ ଯଜ୍ଞରେ ସଂକଳ୍ପ ଧାରଣ କରିଥିଲେ। 2 ଦିନ ଧରି ଏହି ଗୀତାଜ୍ଞାନ ଯଜ୍ଞ ଚାଲିବା ସହିତ ରାସ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ସ୍ମୃତିଚାରଣ ପାଇଁ ସୁଦୂର ନୀଳଗିରିରୁ ଆସିଛନ୍ତି ଡକ୍ଟର ପ୍ରଦୀପ୍ତ ମିଶ୍ର ଏବଂ ସନ୍ଧ୍ୟାରେ ନଦିଆ ନଗରଦ୍ୱୀପରୁ କୀର୍ତ୍ତନ ଗାୟିକା ସୁଭଦ୍ରା ଦାସ ମଣ୍ଡଳ ଯୋଗଦେଇ ଭକ୍ତଙ୍କୁ ସୁମଧୁର ଗାନ ଶୁଣାଇବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।